ନାଥ ଶୁଭ ସକାଳକୁ ଗୋଟେ ବ୍ଲଗ୍ ଷ୍ଟାର୍ଟ କରୁଛି। ଆମ ଗାଁରେ ଗୋଟେ ଅଜବ ମାଛ ଆସିଛି, ଯିଏକି ଫ୍ଲାଇଂ ମାଛ। ଉଡ଼ି ବି ପାରୁଛି ପାଣିରେ, ପୁଣି ସିଏ କରିପାରୁଛି ଫ୍ଲାଇଂ ମାଛ। ତା ଦେହ ସାରା ପୁରା କଣ୍ଟା, ମାନେ ବେଙ୍ଗର ଯେମିତି କଣ୍ଟା ଗୋଟେ 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 ରୁହେ ନା, ସେମିତି ପୁରା କଣ୍ଟା। ଧରିବାକୁ ବି ବହୁତ କଷ୍ଟ। ଫିର୍ ବି ତାଙ୍କୁ ଆମେ ଧରିଛୁ ଜାଲରେ ବସେଇ। ତାଙ୍କୁ ବନ୍ୟା ପାଣି ଆସିଥିଲା ତ, ସେ ଜାଲରେ ଧରିଛି ଆମେ ଏଇଟା ମୁଁ ଆପଣମାନଙ୍କ ମଧ୍ୟ ସେୟାର କରୁଛି। ଦେଖନ୍ତୁ ଗୋଟେ ନୂଆ ମାଛ ଆସିଛି, ନୂଆ ଅଜବ ମାଛ। ମାଛର ନାଁ ବି ଜାଣିନେ ଆମେ। ଆପଣମାନେ ଯଦି ଜାଣିଛନ୍ତି କମେଣ୍ଟ ସେକ୍ସନରେ ବତାନ୍ତୁ। ଦେଖନ୍ତୁ ମୋ ବାପା ଯାଉଛନ୍ତି ମାଛ ଧରିବା ପାଇଁ। ଏବେ ଗୋଟେ ଗୋଟେ କରି ବିଲରେ ଜାଲ ଉଠେଇବେ। ଦୁଇଟା ଜାଲ ଅଛି, ଦୁଇଟା ଜାଲ ବିନ୍ଧାର ଭଲ ଭାବରେ ଦେଖି ଜାଲକୁ କରି ଆପଣମାନଙ୍କ ଭଲ ଭାବରେ ଦେଖନ୍ତୁ। ଗୋଟେ ଗୋଟେ କରି କେତେ ମାନେ ଦେଖ, ଜଣେ ଚାଷୀ ଲୋକ, ସେ ବିଲରେ ପାଣି ଆସିଲା ପରେ ତାଙ୍କୁ କେତେ ଦୁଃଖ ଲାଗେ, କିନ୍ତୁ କ'ଣ କରିବ, କୌଣସି ବାଟ ତ ଚଳିବାକୁ ପଡ଼ିବ। ସେଥିପାଇଁ ସେ ଜାଲ ବସେଇଛନ୍ତି, ମାଛ ଧରିଛନ୍ତି। ଦେଖନ୍ତୁ ଏବେ ଗୋଟେ ଗୋଟେ କରି ମାଛ ଧରିବେ। ଲାଷ୍ଟ ଏଣ୍ଡିଂରେ ଆପଣମାନେ ଦେଖିପାରିବେ ଗୋଟେ ଅଜବ ମାଛ ଧରିକି ଆସିଛନ୍ତି। ସମସ୍ତଙ୍କୁ ଦେଖେଇଲେ, ଗାଁ ଲୋକ ଭିଡ଼ ଲାଗିଗଲା। ସମସ୍ତେ କିଏ କହୁଛନ୍ତି ବେଙ୍ଗ ମାଛ, କିଏ କହୁଛି ଏଇଟା ମାଳିକାର ଶେଷ ବଚନ କଥା। ମାନେ ଅଜବ ଅଜବ କଥାର ସମସ୍ତେ ମାନେ ଏମିତି କଥା କହୁଛନ୍ତି। ଆପଣମାନଙ୍କ ଭିତରେ ଯଦି କେହି ଜାଣିଥିବେ ମାଛ ବିଷୟରେ, ଆପଣମାନେ ମୋତେ କମେଣ୍ଟ ସେକ୍ସନରେ କୁହନ୍ତୁ ଯେ ଏଇ ମାଛଟା କ'ଣ, କେଉଁଠି ଆସିଲା, ଆଉ କେମିତି ଆସିଲା, କେଉଁ ଆଡ଼େ ସେ ମାଛର ମାନେ ବେଶୀ ଲୋକମାନେ ତାକୁ ଖାଆନ୍ତି। ଏବେ ଆହୁରି ଚାଲିଛି ଜାଲ ଧରା, ବହୁତ ସମୟ ଲାଗିବ। ବିଲରେ ପାଣି ବି ଅଛି ତ ଏତେ, ସେଥିପାଇଁ ଲୋକମାନେ ଯାଉଛନ୍ତି। ଲୋକମାନେ ବାପା ଯାଇଥିଲେ ମାଛ ଧରିବା ପାଇଁ, ଆଉ ଗୋଟେ ମୋର ପୁତୁରା ଛୁଆ ଛୋଟ ପିଲା ସେଇ ଭିଡ଼ିଓ ରେକର୍ଡ଼ିଂ କରୁଥିଲେ। ଯାଉଛନ୍ତି, ଦେଖନ୍ତୁ ଟିକେ ଦେଖ। ଏବେ ଶେଷ ଆସିଲାଣି, ଆଉ କେତେ ମିନିଟ୍, ଆଉ ଅଳ୍ପ ମିନିଟ୍ ପରେ ମୁଁ ଆପଣଙ୍କୁ ଗୋଟେ ଅଜବ ମାଛ ଦେଖେଇବି। ମାଛର ନାମ ନାହିଁ, ଆପଣମାନେ ଦେଖିପାରିବେ ସେ ମାଛଟା କେମିତି। ମୋତେ କମେଣ୍ଟ ସେକ୍ସନରେ ନିହାତି କହିବେ, ମୁଁ ଆପଣଙ୍କ କମେଣ୍ଟକୁ ୱେଟ୍ କରିଥିବି। ଦେଖନ୍ତୁ, ଆଉ ଅଳ୍ପ ସମୟ ପରେ ଆପଣମାନଙ୍କୁ ଦେଖିବ କେତେ ମାନେ ଗୋଟେ। ଏବେ ତ କିଛି ତ ଆଉ ଧାନରେ ବିଲରେ ରହିଥିଲେ ବି 10-12 ଦିନ ହେଇଥିଲେ, ପାଣି ଯୋଗୁଁ ସବୁ ନଷ୍ଟ ହୋଇଯାଇଛି। ଏ ବର୍ଷ ଧାନରେ ଦେଖିବ ବହୁତ କ୍ରାଇସ୍ ଆସିବ। ଆପଣମାନେ ବି ଦେଖିବେ ବହୁତ କିଛି କ୍ରାଇସ୍ ଆସିବ ବର୍ଷରେ। ଆଉ ଅଳ୍ପ ସମୟ ପରେ ଦେଖିବେ ଆପଣଙ୍କୁ ବାବା ବିଲରୁ ଆସିବେ, ମାଛ ଦେଖେଇବେ ସମସ୍ତଙ୍କୁ। ଆସୁଛି ଏ ଦେଖ। ଆଉ ସରିଗଲାଣି, ଦୁଇଟା ବିଲ ସରିଗଲାଣି। ଏଇଟା ଲାଷ୍ଟ ଏଣ୍ଡିଙ୍ଗ ହେଇଗଲାଣି ଏବେ। ଆଉ ଏଇଟା ଲାଷ୍ଟ ସେପଟ ବିଲରେ ଆପଣ ଦୁଇ ପଟ ଯେଉଁ ଜାଲ ପାରିଥିଲେ ନା, ସେ ଦୁଇ ପଟ ଜାଗାରେ, ଏପଟ ଗୋଟେ ସେପଟ ଗୋଟେ। ଆଉ ଦେଖନ୍ତୁ ଚାଲିଛି କେମିତି ଦେଖ। ଅଜବ ମାଛର ନାମ ନାହିଁ। ଆପଣମାନେ କମେଣ୍ଟ ସେକ୍ସନ୍ ମୋତେ ନିହାତି ଜଣାନ୍ତୁ ମାଛର ନାମ କ'ଣ। ମୁଁ ଆପଣଙ୍କ କମେଣ୍ଟକୁ ୱେଟ୍ କରିଥିବି। ବାପା ଧରିକି ଆଣିଲେ, ଦେଖ ବକେଟ୍ରେ, ଦେଖନ୍ତୁ ବକେଟ୍ରେ ଅଜବ ମାଛର କଥା।